ବାହା ହେବାକୁ ଯାଉଥିବା ପ୍ରେମିକଟା ରାତିରେ ଅନେକ ସ୍ୱପ୍ନ ଦେଖିଥିଲା। ନିଜ ମନର ମାନସୀକୁ କାଲି ସେ ବାହା ମଣ୍ଡପରେ ସବୁଦିନ ପାଇଁ ନିଜର କରି 7 ଜନ୍ମ ପାଇଁ ଜୀବନସାଥୀ କରିବାକୁ ସ୍ୱପ୍ନ ଦେଖୁଥିବା ବିଚରା ପ୍ରେମିକଟା ସକାଳର ସୂର୍ଯ୍ୟ ଉଦୟ ଦେଖିବାକୁ ସେ ଆଉ ଏ ଦୁନିଆରେ ନଥିଲା। କ'ଣ ଘଟିଥିଲା ତା ସହିତ? କେମିତି ଛାଡ଼ିଲା ଏ ଦୁନିଆଟା? ଆଉ ଏ ଦୁନିଆ ଛାଡ଼ି ଆରପାରିକୁ ଚାଲିଗଲା ପରେ ତା ମନର ମାନସୀ ଅଳସୀ ପ୍ରିୟା ଜୀବନରେ କ'ଣ ଘଟିଲା? ଏସବୁ ଜାଣିବା ଆଜିର ଏ କାହାଣୀରେ। ହ୍ୟାଲୋ ହାଏ ନମସ୍କାର, ଷ୍ଟୋରି ୱିଥ୍ ପ୍ରତାପର ଆଉ ଏକ ନୂଆ କାହାଣୀକୁ ଆପଣଙ୍କୁ ସ୍ୱାଗତ। ସେଦିନ ଥିଲା ପୂର୍ଣ୍ଣିମା। ଆଉ ରାତିରେ ଘରକୁ ଫେରିଲା ବେଳେ ଗୋଟେ ନୁହେଁ ଦୁଇଟା ଚାନ୍ଦ ଦେଖିଥିଲି। ଗୋଟେ ଆକାଶରେ ଥିଲା ଆଉ ଗୋଟେ ମୋ ସାମ୍ନାରେ ଥିଲା। ସେଦିନ ଅଫିସରେ ଟିକେ ଅଧିକ କାମ ପାଇଁ ମୋର ଡେରି ହୋଇଯାଇଥିଲା। ଆଉ ମୁଁ ମୋ ବାଇକ୍ରେ ଘରକୁ ଫେରୁ ଫେରୁ ତାକୁ ବସ୍ ଷ୍ଟପ୍ରେ ଦେଖିଥିଲି। ଏକୁଟିଆ ଠିଆ ହେଇଥିଲା। ଏମିତି ସୁନସାନ ରାସ୍ତାରେ ଏକୁଟିଆ ଠିଆ ହେବାର ଦେଖି ମୋତେ ଟିକେ କେମିତି ଲାଗିଲା। ବୋଧହୁଏ କୁଆଡ଼େ ଯିବାକୁ ଅଟୋକୁ ଅପେକ୍ଷା କରିଥିଲା। ପ୍ରଥମେ ଭାବିଲି ତାକୁ ପଚାରିବି, ଏଠି ଏକୁଟିଆ କ'ଣ କରୁଛ? ଆଉ ତାକୁ ନେଇ ତାଙ୍କ ଘରେ ଛାଡ଼ିଦେବି। କିନ୍ତୁ ପଚାରିବାକୁ ସାହସ କରିପାରିଲିନି। ଭାବିଲି ପଳେଇ ଯିବି। ପୁଣି ଭାବିଲି ନା, ସେଠି ଏକୁଟିଆ ଠିଆ ହେଇଛି, କେହି କୁଆଡ଼େ ନାହାନ୍ତି। କେତେ ମଦୁଆ ମାତାଲିଆ ବୁଲୁଛନ୍ତି। ତେଣୁ ତାକୁ ସେଫ୍ଟି ଦେବାକୁ ଟିକେ ଦୂରକୁ ଯାଇ ଫୋନ୍ରେ ମିଛିମିଛିକା କଥା ହେବା ବାହାନାରେ ତାକୁ ନଜର ରଖିଲି। ଏମିତିରେ ବିତି ଯାଇଥିଲା ପାଖାପାଖି ଅଧଘଣ୍ଟା। କିଛି ବି ଗାଡ଼ି ଆସୁନଥିଲା କି ସେ ବି ଯାଇପାରୁନଥିଲା। ଧୀରେ ଧୀରେ ମୋ ଆଡ଼କୁ ଚାଲି ଆସିଲା ଆଉ ମୋ ପାଖରେ ପହଞ୍ଚି ଯାଇଥିଲା। ସାୟଦ ସେ ମୋତେ ଛାଡ଼ିବାକୁ କହିଥାନ୍ତା, ହେଲେ ସେ ଭାରି ଡରି ଯାଇଥିଲା। ଏତେ ରାତିରେ ସେ ମୋ ଉପରେ ବୋଧେ ଭରସା କରିପାରୁନଥିଲା। ସେ ମୋ ପାଖରେ ଠିଆ ହେଇଥିଲା ବେଳେ ମୋ ଅନୁମାନଟା ସତ ହୋଇଥିଲା। ଦୁଇଟି ମଦୁଆ ବାଇକ୍ରେ ଆସିଥିଲେ ଆଉ ନିଶାରେ ଭାରି ଖରାପ କଥା କହି ଯାଉଥିଲେ। ମୁଁ ସାହସ କରି ନିଜ ଆଡ଼ୁ କହିଲି, ଏତେ ରାତି ହେଲାଣି, ଏ ରାସ୍ତାଟା ସୁନସାନ ରାସ୍ତା, ଏଠି ଏକୁଟିଆ ରହିବା ଜମା ବି ଠିକ୍ ନୁହେଁ। ଯଦି ଆପଣ ମୋ ଉପରେ ଭରସା କରି ମୋ ସହ ଯିବେ, ଆପଣ ଯେଉଁଠି କହିବେ ଆପଣଙ୍କୁ ଛାଡ଼ି ଦେଇପାରିବି। ଜଣା ନାହିଁ ସେ କ'ଣ ଭାବିଲା। କିଛି ସମୟ ଚୁପଚାପ ଠିଆ ହେଲା ଆଉ ମୋ ବାଇକ୍ ପଛପଟରେ ବସି ପଡ଼ିଲା। ମୁଁ ଅନୁଭବ କରିଛି ସେ ମୋ ବାଇକ୍ରେ ପଛରେ ବସିଲା ବେଳେ କେମିତି ଡରି ଯାଇଥିଲା। ସେଠୁ କିଛି ବାଟ ଆସିଲା ପରେ କହିଲି, ଜମା ବି ଡରନ୍ତୁନି, ମୁଁ ଆପଣଙ୍କୁ ଆପଣଙ୍କ ଜାଗାରେ ସୁରକ୍ଷିତ ପହଞ୍ଚେଇ ଦେବି। ମୋ କଥା ଶୁଣି ତା ଡର ଟିକେ କମି ଯାଇଥିଲା ଆଉ ଧୀରେ କି ମୋ ଆଡ଼କୁ ଘୁଞ୍ଚି ବି ଆସିଥିଲା। ବୋଧହୁଏ ସେ ମୋ ଉପରେ ଭରସା କରିସାରିଥିଲା। ତା କମ୍ଫର୍ଟ ଦେଖି ତାକୁ ପଚାରିଲି, ଏତେ ରାତିରେ ଏଠି କ'ଣ କରୁଥିଲ? ସେ କହିଲା, ଆମ ଅଫିସରେ ଗୋଟେ ପ୍ରୋଜେକ୍ଟ କାମ ଥିଲା, କାଲି ସବମିଟ୍ କରିବାର ଥିଲା। ସେଥିପାଇଁ ସାରୁ ଟିକେ ଡେରି ହେଇଗଲା। ସମସ୍ତଙ୍କ ପାଖରେ ଗାଡ଼ି ଥିଲା, ସମସ୍ତେ ଚାଲିଗଲେ। ହେଲେ ମୁଁ ଜାଣିନଥିଲି ଏଠି ଏତେ ରାତିରେ ଅଟୋ ମିଳେନି ବୋଲି। କାହିଁକିନା ମୁଁ ସବୁଦିନ ସନ୍ଧ୍ୟା 6ଟାରେ ଅଫିସରୁ ପଳେଇ ଯାଏ। ମୁଁ କହିଲି, ହଁ, ମୁଁ ବି ସବୁଦିନ ଅଫିସରୁ 5ଟାରେ ଆସେ। ଆଜି ମୋର ବି ସେମିତି ଅର୍ଜେଣ୍ଟ କାମ ପାଇଁ ଡେରି ହେଇଗଲା। ଏମିତି ଅଳ୍ପ କଥାବାର୍ତ୍ତା ଭିତରେ ତା ହଷ୍ଟେଲ ଆଗରେ ପହଞ୍ଚି ଯାଇଥିଲୁ। ଆଉ ସେ କାହାକୁ ଗୋଟେ ଫୋନ୍ କଲା। ତା ସାଙ୍ଗ ଆସି ଗେଟ୍ ଖୋଲିଲା। ସେ ମୋ ବାଇକ୍ରୁ ଓହ୍ଲେଇ ଧନ୍ୟବାଦ ଦେଇ ଚୁପଚାପ ଚାଲିଗଲା। ପରଦିନ ମୁଁ 5ଟାରେ ଅଫିସରୁ ବାହାରିଲି ଆଉ ସେଇ ବସ୍ ଷ୍ଟପ୍ରେ ତାକୁ ଅପେକ୍ଷା କଲି। ସେ ବି ଠିକ୍ 6ଟାରେ ପହଞ୍ଚିଲା ଆଉ ମୋତେ ଦେଖି ମୋ ପାଖକୁ ଆସିଲା ଆଉ କହିଲା, ସରି, କାଲି ମୁଁ ଡରି ଯାଇଥିଲି। ତମେ ମୋତେ ଏତେ ବଡ଼ ସାହାଯ୍ୟ କଲ, ମୁଁ ତମ ନାଁ ପଚାରିବାକୁ ଭୁଲି ଯାଇଥିଲି। ମୁଁ କହିଲି, ନାଁ ତ କହିବି, ହେଲେ ତା ପୂର୍ବରୁ ମୋର ଗୋଟେ କଣ୍ଡିସନ୍ ଅଛି। ତମକୁ ମୋ ସହ ବନ୍ଧୁତା କରିବାକୁ ପଡ଼ିବ। ସେ ଖୁସିରେ ହସି କହିଲା, ଏଇଟା ଗୋଟେ କଥା। ବାସ୍, ଆରମ୍ଭ ହେଇଯାଇଥିଲା ବନ୍ଧୁତା। ଏଇ ବନ୍ଧୁତା ଯେ ଦିନେ ଆମକୁ ପ୍ରେମ ଦୁନିଆକୁ ନେଇଯିବ, ସେଇଟା ତ ମୋତେ ଜମା ବି ଜଣା ନଥିଲା। ହେଲେ ଏତେ ଜଲ୍ଦି ଆମକୁ ଏକାଠି କରିବ ମୁଁ କେବେ ସ୍ୱପ୍ନରେ ବି ଭାବିନଥିଲି। ସେଦିନ ଆମେ କେତେ ଖୁସି ଥିଲୁ, ଯେଉଁଦିନ ଆମେ ଉଭୟଙ୍କୁ ପ୍ରେମ ନିବେଦନ କରିଥିଲୁ। ନୂଆ ପ୍ରେମ ଦୁନିଆରେ ଉଡ଼ି ବୁଲୁଥିବା ଆମେ ଦୁଇ ପ୍ରେମ ପକ୍ଷୀ ବେଶ୍ ମଜାମସ୍ତି ବି କରୁଥିଲୁ। ଆମ ଭିତରେ ଅନେକ ଥର ମତାନ୍ତର ହେଇଛି, କିନ୍ତୁ କେବେ ମନାନ୍ତର ହେଇନି। କେତେ ରାଗରୁଷା ହେଇଛି, ହେଲେ କେବେ ବେଶୀ ସମୟ କେହି କାହା ଉପରେ ରାଗି ରହିପାରିନୁ। ଆମର ଏମିତି ସମ୍ପର୍କ ବୋଧେ ନିଆରା ଥିଲା। ଏସବୁ କଥା ମୋର ନୁହେଁ ପ୍ରତାପ ଭାଇ, ଏସବୁ କଥା ମୋ ସମ୍ବିତ ଜୀବନର ହକୁଆ କଥା ଥିଲା, ଯିଏ ମୋତେ ତାଙ୍କ ଜୀବନଠୁ ଅଧିକା ଭଲ ପାଉଥିଲା। ମୁଁ ପୁରା କଥା ଜାଣିବାକୁ କହିଲି, ତାପରେ କ'ଣ ହେଲା? ସେ କହିଲା, କିଛି ନାହିଁ ପ୍ରତାପ ଭାଇ, ଶେଷରେ ସବୁ ପ୍ରତୀକ୍ଷାର ଅନ୍ତ ଘଟେଇ ଆମେ ସବୁଦିନ ପାଇଁ ଏକାଠି ହେବାକୁ ଯାଉଥିଲୁ। ଆଉ ଆମ ଉଭୟ ପରିବାର ଆମ ପ୍ରେମ କଥା ଶୁଣି ଭାରି ଖୁସି ହେଇଗଲେ ଆଉ ଖୁବ୍ ଶୀଘ୍ର ଆମକୁ ବିବାହ ବନ୍ଧନରେ ବାନ୍ଧିବାକୁ ଯୋଜନା କରି ତାରିଖ ବି ଠିକ୍ କରିଦେଲେ। ଲଗ୍ନ ସରିଯାଇଥିଲା ଆଉ ଆମେ ଦୁଇଜଣ ବି ଏତେ ଖୁସି ହେଇଯାଇଥିଲୁ ଯେ ଭବିଷ୍ୟତକୁ ନେଇ ଅନେକ ସ୍ୱପ୍ନ ଦେଖି ସାରିଥିଲୁ। ବାହାଘର ପାଇଁ ସପିଂ ଆରମ୍ଭ ହେଲା। ମୁଁ ତାଙ୍କ ପାଇଁ ଆଉ ସେ ମୋ ପାଇଁ ସବୁ ଡ୍ରେସ୍ ଗହଣାଠୁ ଆରମ୍ଭ କରି ଜୋତା ପର୍ଯ୍ୟନ୍ତ ସବୁକିଛି ସାଙ୍ଗ ହୋଇ ସପିଂ କଲୁ। ହେଲେ କହି
ସେ ଅଟକି ଗଲା। ମୁଁ ବାରମ୍ବାର ପଚାରି ଚାଲିଲି, ହେଲେ କ'ଣ ପ୍ରୀତି କୁହ, ପ୍ଲିଜ୍ କାନ୍ଦନି, କୁହ କ'ଣ ହେଲା ପ୍ରୀତି। ଶେଷରେ କାନ୍ଦି କାନ୍ଦି କହି ଚାଲିଲା, ସେଦିନ ସକାଳୁ ସକାଳୁ କାହାର ଗୋଟେ କଲ୍ରେ ମୋ ନିଦଟା ଭାଙ୍ଗି ଯାଇଥିଲା। ନିଦରେ କଲ୍ ରିସିଭ୍ କରି ହେଲୋ କହିଲି, ଆଉ ସେପଟୁ ଫୋନ୍ କରିଥିବା ତା ଭଉଣୀ ଜୋରରେ କାନ୍ଦି ଚାଲିଥିଲା ଆଉ କହୁଥିଲା, ଭାଉଜ ସବୁ ସରିଗଲା, ମୋ ଭାଇ ଆଉ ଏ ଦୁନିଆରେ ନାହିଁ। ତା କଥା ଶୁଣି ମୁଁ କିଛି ସମୟ ନୀରବି ଯାଇଥିଲି ଆଉ ତାପରେ ଜୋରରେ ଚିତ୍କାର କରି କାନ୍ଦିବାକୁ ଲାଗିଲି। ମୋ କାନ୍ଦ ଶୁଣି ଆମ ଘର ଲୋକ ସହିତ ବାହାଘର ପାଇଁ ଆସିଥିବା ସବୁ ବନ୍ଧୁବାନ୍ଧବ ମୋ ପାଖକୁ ଦୌଡ଼ି ଆସିଥିଲେ। ମୁଁ ସେତେବେଳକୁ ଭଲ ଭାବରେ କିଛି କଥା କହିପାରୁନଥିଲି। ବାପା ସମ୍ବିତର ବାପାଙ୍କୁ କଲ୍ କଲେ ଆଉ ସମ୍ବିତର ବାପା ବି ଖାଲି କାନ୍ଦି ଚାଲିଥିଲେ। ସେଦିନ ରାତିରେ ମୋ ସହ ଶେଷ କଥା ହେଇଥିଲେ ଆଉ ସେ ଭାରି ଖୁସି ବି ଥିଲେ। ମୋ ସହିତ କେତେ ମଜା ବି କରିଥିଲେ ଆଉ ଗୁଡ୍ ନାଇଟ୍ କହି ଫୋନ୍ଟା କାଟି ଶୋଇପଡ଼ିଥିଲେ। ସକାଳୁ ଯେତେବେଳେ ତାଙ୍କ ବାପା ତାଙ୍କୁ ଡାକିଥିଲେ ସେ କିନ୍ତୁ ଆଉ ଶୁଣି ନଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନା ନେଇଥିଲେ ଆଉ ହାର୍ଟ ଆଟାକ୍ରେ ମୃତ୍ୟୁ ହୋଇଥିବା କଥା ଡାକ୍ତର କହିଥିଲେ। କିଛି ସମୟର ଅପେକ୍ଷା ଥିଲା। ସେ ବର ବେଶରେ ଆମ ଘରକୁ ବାଜାବାଣ ରୋଷଣୀ ନେଇ ମୋତେ ନେବାକୁ ଆସିବା ବଦଳରେ ସେ କାନ୍ଦ ବୋବାଳିରେ ଫାଟି ପଡ଼ୁଥିବା ଚିତ୍କାରରେ ମଶାଣି ଯାଇଥିଲେ। କିଛି ସମୟ ପରେ ହୋମ ନିଆଁରେ ସାକ୍ଷୀ ରଖି ମୋତେ ନିଜର କରିବା ବଦଳରେ ମଶାଣି ଜୁଇରେ ସେ ଅଗ୍ନିର ଚିତାରେ ମୋତେ ଏକୁଟିଆ କରି ସବୁଦିନ ପାଇଁ ଛାଡ଼ି ଚାଲିଗଲେ। ବାହାଘର ବଦଳରେ ଶେଷ ଯାତ୍ରାରେ ଆରପାରିକୁ ଯାଇ କେଉଁ ଏକ ଅଜଣା ରାଜ୍ୟର ଅତିଥି ହୋଇସାରିଥିଲେ ମୋ ସମ୍ବିତ। କେମିତି ସହିବି ପ୍ରତାପ ଭାଇ, କେମିତି ଭୁଲିବି ତାଙ୍କୁ, କେମିତି ମନରୁ କାଢ଼ିବି ତାଙ୍କ ସ୍ମୃତିକୁ। ଆଜିକୁ ସମ୍ବିତ ଛାଡ଼ି ଯିବାର 2 ବର୍ଷ ବିତିଗଲାଣି, ହେଲେ ଭାରି କଷ୍ଟ ଆଉ ଭାରି ଯନ୍ତ୍ରଣା ଭିତରେ ତାଙ୍କରି ସ୍ମୃତିକୁ ମନେ ପକେଇ ପକେଇ ଆଜି ପର୍ଯ୍ୟନ୍ତ ଖାଲି ବଞ୍ଚି ଚାଲିଛି। ଖାଲି ବଞ୍ଚିଛି ପ୍ରତାପ ଭାଇ, ହେଲେ ଗୋଟେ ଜୀବନ ନଥିବା ମଣିଷ ଭଳି। ଯେଉଁ ମଣିଷର ନିଶ୍ୱାସ ପ୍ରଶ୍ୱାସ ତ ଚାଲିଛି, ହେଲେ କେଉଁ ନିର୍ଜୀବଠୁ କମ୍ ନୁହେଁ ଭାଇ। ସତ କହିବେ ପ୍ରତାପ ଭାଇ, ଏ ଭଗବାନ କ'ଣ ଏତେ ନିଷ୍ଠୁର? ଏମିତି ବି କ'ଣ ଜଣେ ମଣିଷକୁ କଷ୍ଟ ଦେଇପାରେ? ଜାଣିଛି ସେ କେବେ ଫେରିବେନି, କିନ୍ତୁ ତାଙ୍କ ସ୍ମୃତିକୁ ନେଇ ତାଙ୍କୁ ଏପର୍ଯ୍ୟନ୍ତ ଅପେକ୍ଷା କରି ଚାଲିଛି। ସବୁଦିନ ଆପଣଙ୍କ କାହାଣୀ ଶୁଣେ ବହୁତ ଭଲ ଲାଗେ ଭାଇ। ଯେତେବେଳେ ତାଙ୍କ କଥା ମନେ ପଡ଼େ କେବଳ ଆପଣଙ୍କ କାହାଣୀ ଶୁଣେ। ଭାଇ ଆଜି ମୋ କାହାଣୀ କହିବାକୁ ମନସ୍ଥ କରି ଆପଣଙ୍କୁ ଯୋଗାଯୋଗ କଲି। ବାଷ୍ପରୁଦ୍ଧ କଣ୍ଠରେ କହିଲା, ସତ କହିବେ ପ୍ରତାପ ଭାଇ, ମୋ କାହାଣୀ ଆପଣଙ୍କ କଣ୍ଠରେ ଜାଗା ଦେବେ ତ? ତା କଥା ଧୈର୍ଯ୍ୟର ସହିତ ଶୁଣି ଚାଲିଥିଲି। ତା କଥା ଶୁଣି ମୋ ଆଖିର କେତେ ଲୁହ ଓଠ ପିଇ ସାରିଥିଲା ଆଉ କେତେ ଲୁହ ତଳେ ବି ପଡ଼ି ସାରିଥିଲା। ଶେଷରେ ମୁଁ ବି ବାଷ୍ପରୁଦ୍ଧ କଣ୍ଠରେ କହିଲି, ନିଶ୍ଚିତ କରିବି, ଆଉ ଫୋନ୍ଟା ମୋ ଆଡ଼ୁ କାଟି ଦେଇଥିଲି। କାହିଁକି ନା ମୋର ଆଉ କିଛି ଶୁଣିବାକୁ ଧୈର୍ଯ୍ୟ ନଥିଲା। ଜାଣିନି ଏ କାହାଣୀ କାହାକୁ କେମିତି ଲାଗିଲା, ହେଲେ ଯଦି ଭଲ ଲାଗିଥିବ କମେଣ୍ଟ କରି ନିଶ୍ଚିତ ଜଣାଇବେ। ବଣ୍ଟି ବବଲିଙ୍କ ରଙ୍ଗ ନମ୍ବର ପ୍ରେମ କାହାଣୀ 22 ଅକ୍ଟୋବର ସବୁଦିନ ରାତି 9ଟାରେ ଆରମ୍ଭ ହେବାକୁ ଯାଉଛି। ଦେଖିବାକୁ ଜମାଇ ଭୁଲିବେନି। ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।